ବିଜେଡି ନେତାଙ୍କ ମେଳିକୁ ନେଇ ଚର୍ଚ୍ଚା। ନବୀନଙ୍କ ବିରୋଧରେ ଦାନା ବାନ୍ଧୁଛି କି ଅସନ୍ତୋଷ? କାହିଁକି ଗଲେ ନାହିଁ ଦଳର ଅନ୍ୟ ନେତା? ନବୀନଙ୍କ ବିରୋଧରେ କୁହୁଳିଲାଣି କି ଅସନ୍ତୋଷର ନିଆଁ? କାହିଁକି ଦଳର କିଛି ପୂର୍ବତନ ବିଧାୟକ ତଥା ପରାଜିତ ନେତାମାନେ ମିଶି ଏକ ଭୋଜିର ଆୟୋଜନ କରିଛନ୍ତି? କ'ଣ ରହିଛି ପ୍ରକୃତ ଉଦ୍ଦେଶ୍ୟ? ଆଲୋଚନା ହେଉଛି ଯେ ଖୁବ୍ ଶୀଘ୍ର ବିଜେଡି ଇତିହାସରେ ରିପିଟ୍ ହେବାକୁ ଯାଉଛି ମେ 29 ଏପିସୋଡ୍। କାରଣ ଦଳର 40ରୁ ଅଧିକ ନେତା ଏକାଠି ହେବା ଏବେ ସମସ୍ତଙ୍କୁ ସନ୍ଦେହରେ ପକାଇଛି, ଯେଉଁଥିରେ ସାମିଲ ନଥିଲେ ଦଳର କିଛି ବରିଷ୍ଠ ଓ ବିଜୟୀ ହୋଇଥିବା ନେତା। ଆଉ ତାଙ୍କ ଅନୁପସ୍ଥିତି ହିଁ ଅନେକ ଆଲୋଚନାକୁ ସାମ୍ନାକୁ ଆଣିଛି। ବନ୍ଧୁ ମିଳନ ଆଳରେ କିଛି ନୂଆ ରଣନୀତି ପ୍ରସ୍ତୁତ କରୁଥିବା ଆଲୋଚନା ହେଉଛି। ମିଳି କରୁଥିବା ନେତାମାନଙ୍କ ମଧ୍ୟରେ ସମସ୍ତ ପୂର୍ବତନ ବିଧାୟକ କିମ୍ବା ଗତ ନିର୍ବାଚନରେ ବିଜେଡି ଟିକେଟ୍ ପାଇ ପରାଜୟ ଗ୍ରହଣ କରିଥିବା ପ୍ରାର୍ଥୀ। ଆଗରୁ ଅନେକ ମିଳି ମଧ୍ୟ ଦେଖିଛି ସାରା ଓଡ଼ିଶା, ଯାହାକୁ ନେଇ ଅନେକ ଆଲୋଚନା ମଧ୍ୟ ହୋଇଛି। ଏବେ ପୁଣି ନେତାଙ୍କ ମିଳିକୁ ନେଇ ଚର୍ଚ୍ଚା ଜୋର ଧରିଛି। ଆଜି ବି ବିଜେଡି ଇତିହାସରେ ସେହି ବିଷୟ ସମସ୍ତଙ୍କୁ ମନେଥିବ। ନବୀନଙ୍କ ବିରୋଧରେ ରଚା ଯାଇଥିଲା ମିଡନାଇଟ୍ ଅପରେସନ୍। 2012 ମେ 29 ମିଡନାଇଟ୍ ଅପରେସନ୍ ପଣ୍ଡ ହୋଇଯାଇଥିଲା। ବିଜେଡି ସଭାପତି ନବୀନ ପଟ୍ଟନାୟକ ଲଣ୍ଡନ ଯାଇଥିବା ବେଳେ ତାଙ୍କ ପରାମର୍ଶଦାତା ପ୍ୟାରୀମୋହନ ମହାପାତ୍ରଙ୍କ ଘରେ ଏକାଠି ହୋଇଥିଲେ ବିଧାୟକ ମନ୍ତ୍ରୀ। ତେବେ ମିଡନାଇଟ୍ ଅପରେସନ୍ ବିଫଳ ହୋଇଥିଲା ଏବଂ ନିଜ ଲଣ୍ଡନ ଗସ୍ତ କାଟଛାଣ୍ଟ କରି ଅଧାରୁ ଫେରି ଆସିଥିଲେ ନବୀନ। ଆଉ ସେହିଭଳି ପୁନର୍ବାର କିଛି ଘଟିବ ବୋଲି ଏବେଠାରୁ ଆକଳନ କରାଯାଉଛି। ଚନ୍ଦ୍ରସାରଥୀ ବେହେରା, ମହେଶ ସାହୁ, ସମ୍ବିତ ରାଉତରାୟ, ରାଜୁ ସାହୁ, ପ୍ରଣବ ବଳବନ୍ତରାୟ, ସୁକାନ୍ତ ନାୟକ, ବିଧିରଞ୍ଜନ ଖଡାଇ, ପୁଷ୍ପେନ୍ଦ୍ର ସିଂହ ପ୍ରମୁଖ ଏକାଠି ହୋଇଥିଲେ। ଏକାଠି ହୋଇଥିବା ପ୍ରାୟ ସମସ୍ତ ଯୁବ ନେତା ହୋଇଥିବା ବେଳେ ନବୀନଙ୍କ ପାଇଁ ଏମାନେ ଅଡୁଆ ସୃଷ୍ଟି କରିପାରନ୍ତି ବୋଲି ଆଲୋଚନା ହେଉଛି। କାରଣ ଯୁବ ନେତାମାନେ ପ୍ରାୟତଃ ପାଣ୍ଡିଆନଙ୍କ ବିରୋଧୀ, ତେଣୁ ଏମାନେ ମିଳିକରି କିଛି ଗୋଟିଏ ବିସ୍ଫୋରଣ କରିପାରନ୍ତି ବୋଲି ଜୋରଦାର ଚର୍ଚ୍ଚା ହେଉଛି। ତେବେ ନବୀନଙ୍କ ବିରୋଧରେ ଏହି ନେତାମାନେ ଏକାଠି ହେଲେ କ'ଣ ପଦକ୍ଷେପ ନେଉଛନ୍ତି, ଏବେ ତାହା ଉପରେ ସମସ୍ତଙ୍କ ନଜର।